ଶୀତ ଦିନରେ ପରିବା ଶୀତ ଦିନରେ ପ୍ରଚୁର ପରିମାଣରେ ମିଳୁଥିବା କାନ୍ଦୁଲ ମଞ୍ଜି ଆଉ ବାଇଲ ମଞ୍ଜି ବା ଛଟା ମଞ୍ଜି। କାନ୍ଦୁଲ ଗଛ ହରଡ଼ ଟାଇପ୍ର ଗଛ, କିନ୍ତୁ ଟିକେ ବଡ଼ ସାଇଜ୍ ହୋଇଥାଏ, ସେଥିପାଇଁ ଏପଟେ ୟାକୁ କାନ୍ଦୁଲ ବୋଲି କହିଥାନ୍ତି। ରନ୍ଧାରେ ବ୍ୟବହାର କରାଯାଏ। ସିଝେଇକି ମଧ୍ୟ ଆମେ ମୁଗ ଛୁଇଁ ପରିକାକୁ ମଧ୍ୟ ଖାଇଥାଉ। ଯେଉଁମାନେ ଜାଣିଥିବେ ନିଶ୍ଚିନ୍ତ କମେଣ୍ଟରେ ଜଣେଇବେ। ଆଉ ଯଦି ନୂଆ ଦେଖୁଛନ୍ତି ଏ ପରିବାଟିକୁ ବା ଏ ଛୁଇଁଟିକୁ, ନିଶ୍ଚିନ୍ତ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ ଆମେ ଏଥିରେ କ'ଣ ବନେଇଛୁ। ଏଇଟା ହେଲା କାନ୍ଦୁଲ, ଏଇଟା ହେଲା ବାଇଲ ମଞ୍ଜି ବା ଛଟା ମଞ୍ଜି। ଶିମ୍ବ ଗଛ ଟାଇପ୍ର, କିନ୍ତୁ ଶିମ୍ବ ଆର ଚୋପା ଖିଆଯାଏନି, କେବଳ ମଞ୍ଜି ଖିଆଯାଏ। କ'ଣ କେମିତି ବନେଇଲୁ ଆସନ୍ତୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା। ତା ପୂର୍ବରୁ ମି ଆଣ୍ଡ ମାଇ ଫ୍ୟାମିଲି 999କୁ ଆପଣମାନଙ୍କୁ ସ୍ୱାଗତ। ଯାହା କିଛି ପରିବା ଘରେ ଥିବ, ଘାଣ୍ଟ ତରକାରୀ ବନେଇଲା ଟାଇପ୍ର ପରିବା ନେବା, ତା ସହିତ ୟାକୁ ସବୁ ପକେଇକିରି ବନେଇବା। ଆମେ ଆଜି ଗୋଟେ ସିମ୍ପଲ୍ ସାଧା ସିଧା ଘାଣ୍ଟଟେ ବିନା ପିଆଜ ରସୁଣରେ। ଘାଣ୍ଟ ଯେମିତି ସମସ୍ତେ ବନେଇକି ଖାଇଥାନ୍ତି, ମଟର ବୁଟ ସବୁ ପକାଇଥାନ୍ତି, ତା ବଦଳରେ ଆମେ ବାଇଲ ମଞ୍ଜି ଆଉ ଆମର ହରଡ଼ ମଞ୍ଜି ବା କାନ୍ଦୁଲ ମଞ୍ଜି ବ୍ୟବହାର କରିବା। ଯେମିତି ପ୍ରୋସେସ୍ ସବୁ ସେମିତି ସମସ୍ତେ ଜାଣିଛନ୍ତି। ଏଠି ଅଦା ଟିକେ, ଫୁଟଣ ଟିକେ, ତେଜପତ୍ର, ଗୋଟା ଗରମ ମସଲା, ବାକି ସବୁ ପରିବା ଯାହା ଥିଲା ପକାଇକିରି, ତାପରେ ବାଇଲ ମଞ୍ଜିଟା ଆଗ ଦିଆଗଲା, ତାକୁ ଭଲ ଭାବେ ଘାଣ୍ଟି ନେବା। ସ୍ୱାଦ ଅନୁସାରେ ଲୁଣ ଦିଆଗଲା, ତାପରେ ହଳଦୀ, ଲଙ୍କାଗୁଣ୍ଡ, ଟମାଟୋ ମସଲା ଗୁଣ୍ଡ ଯାହା ଯେତିକି ପରିମାଣରେ ଆମେ ବ୍ୟବହାର କରିବା, ଅଳ୍ପ ଅଳ୍ପ ପରିମାଣରେ ରାଗ ଗୁଣ୍ଡ ବା ମସଲା ଗୁଣ୍ଡ ବ୍ୟବହାର କରିବା। ପରିବା ତରକାରୀ ଟିକେ ହାଲକା ରାଗ ହେଲେ ଭଲ ଲାଗିଥାଏ। କଖାରୁ, ସାରୁ, ଦେଶୀ ଆଳୁ, କଞ୍ଚା କଦଳୀ, ଯାହା ବି କିଛି ଶୀତଦିନିଆ ପରିବା ଥାଏ ତା ସହିତ ମିଶାମିଶି କରି ଏମିତି ରାନ୍ଧିଲେ ଖାଇବାକୁ ବହୁତ ବଢ଼ିଆ ଲାଗିଥାଏ। ମୁଁ ଏଠି ସବୁ ଏକାଥରେ ପକାଇ ଦେଇଛି। ତାକୁ ହାଇ ଫ୍ଲେମ୍ରେ 10 ମିନିଟ୍ ପର୍ଯ୍ୟନ୍ତ କଷି ନେବି, ତାପରେ ପାଣି ଦେଇକିରି ଢାଙ୍କିକିରି ଛାଡ଼ିଦେବି। ଆଗେ ପକାଇଥିଲି ବାଇଲ ମଞ୍ଜି ବା ଛଟା ମଞ୍ଜି, ଏବେ ଦେଇଦେଲି କାନ୍ଦୁଲ ମଞ୍ଜି। କାନ୍ଦୁଲ ମଞ୍ଜିର ବହୁତ ପ୍ରକାର ବନେଇକି ଆମେ ଖାଇଥାଉ। ଆଉ କେବେ ଆଉ କେଉଁ ପ୍ରକାର ବନେଇଲେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ସମ୍ପୂର୍ଣ୍ଣ ଭିଡ଼ିଓକୁ ଦେଖନ୍ତୁ। ଭଲ ଲାଗିଲେ ନିଶ୍ଚିନ୍ତ ଲାଇକ୍ଟେ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗସାଥିମାନଙ୍କ ସହିତ ସେୟାର କରନ୍ତୁ। ଆଉ ଯେଉଁମାନେ ନୂଆ ଦେଖୁଛନ୍ତି ନିଶ୍ଚିନ୍ତ ସବସ୍କ୍ରାଇବ୍ କରି ନିଅନ୍ତୁ, ଅଲ୍ ବଟନ୍ ମଧ୍ୟ ପ୍ରେସ୍ କରନ୍ତୁ। ଯେତେବେଳେ ଯାହା ବି କିଛି ଆମେ ଅପଲୋଡ଼ କରିବୁ ଆପଣ ତୁରନ୍ତ ଦେଖିପାରିବେ। ଦେଖନ୍ତୁ ଭଲ ଭାବେ ଘଣ୍ଟା ଘଣ୍ଟି ହେଇଗଲାଣି। ଘାଣ୍ଟ ତରକାରୀ ମାନେ ଘାଣ୍ଟି ହୁଇଣ୍ଡି ହୋଇଯାଏ, ବେଶୀ ସମୟ କଷିବାର ନାହିଁ। 10 ମିନିଟ୍ ପାଖାପାଖି କଷିଦେଲା ପରେ ମୁଁ ଏଠି ପାଣି ଦେଇଦେଲି। ସବୁ ତ କିଛି ପଡ଼ିଯାଇଛି, ଘୋଡ଼େଇକି ଛାଡ଼ିଦେବା। ତାପରେ ଦେଖନ୍ତୁ ବଢ଼ିଆ ସେ ଫୁଟି ଆସିଲାଣି, ବାସ୍ନା ମଧ୍ୟ ବହୁତ ବଢ଼ିଆ ଆସିଛି। ଖାଲି ପରିବା ସବୁ ଚେକ୍ କରିନେବା, କେଉଁ କେଉଁ ପରିବା ସିଝିଛି ଆଉ କିଏ କିଏ ବାକି ଅଛନ୍ତି। ତାପରେ ଲାଷ୍ଟକୁ ଆମେ ଗୋଟେ ବଢ଼ିଆ ସୁନ୍ଦର ମସଲା ବୋଉ ଆମର ଘାଣ୍ଟ ତରକାରୀରେ ବ୍ୟବହାର କରନ୍ତି, ସେଇଟାକୁ ଦେଇଦେବା। ବହୁତ ବଢ଼ିଆ ଲାଗିବ। ଏମିତି ସାଧା ସିଧା ଘାଣ୍ଟ ତରକାରୀରେ ସେ ମସଲାଟା ବହୁତ ବଢ଼ିଆ ଲାଗିଥାଏ। ସମସ୍ତେ ପ୍ରାୟ ବ୍ୟବହାର କରୁଥିବେ ନିଶ୍ଚିନ୍ତ। ଡାଲଚିନି ଆଉ ଗୁଜୁରାତିର ଗୁଣ୍ଡ, ଏଇଟା ବୋଉ ବ୍ୟବହାର କରନ୍ତି ଘାଣ୍ଟ ତରକାରୀ। ଲାଷ୍ଟକୁ ଯେତେବେଳେ ଆମର ଘାଣ୍ଟ ତରକାରୀ ପାଖାପାଖି ହେବା ଓହ୍ଲେଇବା ପୂର୍ବରୁ ଟିକେ ପକାଇ ଦେଇକିରି ତାକୁ ଟିକେ ଘଣ୍ଟା ଘଣ୍ଟି କରିନିଅନ୍ତି, ତାପରେ ଘୋଡ଼େଇ ଦିଅନ୍ତି। ଆଉ 5-10 ମିନିଟ୍ ଟିକେ ସିଝିଗଲା ପରେ ତାପରେ ଆମର ରେଡ଼ି ହେଇଯାଏ ଘାଣ୍ଟ ତରକାରୀ। ନିଶ୍ଚିନ୍ତ ଆପଣମାନଙ୍କୁ ଏଇଭଳି ରେସିପି ଭଲ ଲାଗୁଥିବ ବୋଲି ମୋର ଆଶା। ଯଦି ଭଲ ଲାଗୁଥାଏ ନିଶ୍ଚିନ୍ତ ଭାବରେ ଲାଇକ୍ କରନ୍ତୁ ଆଉ କମେଣ୍ଟ ମଧ୍ୟ କରନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଭାବରେ ଫୁଟି ଆସିଲାଣି ଆମର ଘାଣ୍ଟ ତରକାରୀ। ଭାତ, ରୁଟି ଯାହା ବି ଆମେ ଲଗେଇକିରି ଖାଇପାରିବା, ବହୁତ ବଢ଼ିଆ ଲାଗିଥାଏ। ଶୀତ ଦିନର ପରିବା, ତାପରେ ଶୀତ ଦିନର ଫ୍ରେଶ୍ ପରିବା, ଏହି ସମୟରେ ମିଳୁଥିବା ପରିବା ସବୁ ଏମିତି ବନେଇକିରି ଆମେ ଖାଇବା। ଏବେ ଆମେ ଚାଲିଲୁ ପରସା ପରସି କରିଦେବା, ସମସ୍ତଙ୍କୁ ଖାଇବାକୁ ଦେବା। ଆଉ କ'ଣ କେମିତି ଲାଗିଲା ସମସ୍ତଙ୍କୁ ପଚାରି ବୁଝିବା। ସମସ୍ତେ ଖୁସିରେ ଖାଇଲେ ଆମେ ମଧ୍ୟ ଖୁସି। ଆଶା ଆଜିର ଭିଡ଼ିଓ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ସାଧା ସିଧା, ଅତି ସାଧା ସିଧା ଖାଦ୍ୟଟେ ହେଲେ ମଧ୍ୟ କିନ୍ତୁ ଦେହକୁ ସୁସ୍ଥକର ଆଉ ପାଟିକି ମଧ୍ୟ ସ୍ୱାଦକର ନୂଆ ପରିବାଟେ ମୁଁ ଆପଣଙ୍କ ସହିତ ସେୟାର କଲି। ଯଦି ଆପଣମାନେ ନୂଆ ନ ହେଇଥାନ୍ତେ, ପୁରୁଣା ବା ଜାଣିଥାନ୍ତେ ଏ ବିଷୟରେ, ନିଶ୍ଚିନ୍ତ ସେୟାର କରିବେ, କମେଣ୍ଟ ମାଧ୍ୟମରେ କିଛି ମତାମତ ଜଣାଇବେ। ଆଉ ଯଦି କ'ଣ ରେସିପି ଆଉ ବନେଇ ହେବ ଏଥିରେ, ସେଇଟା ମଧ୍ୟ ଯଦି ଜାଣିଥିବେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ପୁଣି ଦେଖାହେବ ଆଉ କିଛି ଏମିତି ନୂଆ ପୁରୁଣା ରେସିପି ସହିତ କିଛି କଥାବାର୍ତ୍ତା ପୁଣି ଆସନ୍ତା ଭିଡ଼ିଓରେ ଦେଖାହେବ। ସେ ପର୍ଯ୍ୟନ୍ତ ଆପଣ ମୋ ଭିଡ଼ିଓର ଅପେକ୍ଷାରେ ରହିଥାନ୍ତୁ। ମୁଁ ମଧ୍ୟ ଚେଷ୍ଟା କରିବି ଆଉ କିଛି ନୂଆ ରେସିପି ଆଣିବା ପାଇଁ। ରହୁଛି, ନମସ୍କାର।